ବର୍ତ୍ତମାନ ଦେଶରେ ବଢ଼ୁଥିବା ସାଇବର କ୍ରାଇମରେ ଲୋକଙ୍କୁ ପ୍ରତିଦିନ କୋଟି କୋଟି ଟଙ୍କା ହରାଇବାକୁ ପଡ଼ୁଛି। ସାଇବର ଅପରାଧୀ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କର ପରିଶ୍ରମର ରୋଜଗାରକୁ ଗୋଟିଏ କ୍ଷଣରେ ହଡ଼ପ କରି ନେଉଛନ୍ତି। ବର୍ତ୍ତମାନ KYC ଅପଡେଟ୍ କରିବା ନାମରେ ମଧ୍ୟ ଅନେକ ଲୋକ ଠକେଇର ଶିକାର ହେଉଛନ୍ତି। ସାଇବର ଗ୍ୟାଙ୍ଗ ଏବଂ ସେମାନଙ୍କର କାର୍ଯ୍ୟକଳାପ ଆଜିକାଲି ଲୋକମାନଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ସାଇବର ଗ୍ୟାଙ୍ଗ ସମ୍ବନ୍ଧୀୟ ଧୋକାଧଡ଼ି, ସମ୍ପତ୍ତି ଚୋରି, ସାଇବର ହ୍ୟାକିଂ ଏବଂ ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକି ଚାଲିଛନ୍ତି। ସେହିପରି ଏହି ଗ୍ୟାଙ୍ଗ ଲୋକମାନଙ୍କ ମନୋବଳକୁ ନଷ୍ଟ କରି ସାଇବର ଅପରାଧରେ ଆକ୍ଷିପ୍ତ କରିବାରେ ସମର୍ଥ ହେଉଛନ୍ତି। KYC ହ୍ୟାକ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ନିଜ ଉପଭୋକ୍ତାଙ୍କ ପରିଚୟ ଭେରିଫିକେସନ କରିବାର ଏକ ପ୍ରକ୍ରିୟା ଦେଖାଇ ଏହାର ଫାଇଦା ଉଠାଇ ଲୋକଙ୍କୁ ଚୂନା ଲଗାଉଛନ୍ତି ସାଇବର ଠକ। ସାଇବର ଠକମାନେ ଯେକୌଣସି ବ୍ୟକ୍ତିଙ୍କର ପର୍ସନାଲ ଡାଟା ବା ନକଲି ଡକୁମେଣ୍ଟ ଆଧାରରେ ଆକାଉଣ୍ଟ କରି ଲୋନ୍ ପାଇଁ ଆପ୍ଲାଏ କରୁଛନ୍ତି ବା ବେଆଇନ ଟ୍ରାଞ୍ଜାକ୍ସନ୍ କରୁଛନ୍ତି। ଏହା ବ୍ୟତୀତ ଏହା କୌଣସି ଫଟୋକୁ ନେଇ ନକଲି ଡକୁମେଣ୍ଟ ତିଆରି କରି କୌଣସି ବ୍ୟକ୍ତିଗତ ସୂଚନା ଏକାଠି କରି ନିଜର ଫାଇଦା ପାଇଁ ବ୍ୟବହାର କରୁଛନ୍ତି। ଏହା ଏପରି ହେଉଛି ଯେଉଁଥିରେ ଲୋକଙ୍କୁ ଜଣା ମଧ୍ୟ ପଡ଼ୁନାହିଁ ଏବଂ ତାଙ୍କ ନାମରେ ବା ସେମାନଙ୍କ ଆକାଉଣ୍ଟରେ ବେଆଇନ କାମ ହେଉଛି, ଯାହାର ପରିଣାମ ସେମାନଙ୍କୁ ଆଗକୁ ଭୋଗିବାକୁ ପଡ଼ୁଛି। ତେଣୁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଅନୁରୋଧ କରାଯାଉଛି ଯେ ବଢ଼ୁଥିବା ସାଇବର କ୍ରାଇମ ମଧ୍ୟରେ ଆଲର୍ଟ ରହିବା ପାଇଁ ନିହାତି ଆବଶ୍ୟକ। ଯଦି କୌଣସି ବ୍ୟକ୍ତି ଆପଣଙ୍କ ଆକାଉଣ୍ଟ ଡିଟେଲ ବା KYC ସମ୍ବନ୍ଧୀୟ ସୂଚନା ମାଗୁଛି, ତେବେ ସେମାନଙ୍କ ସଂସ୍ଥାକୁ ଭେରିଫାଏ କରିବା ବିନା କୌଣସି ଡାଟା ଦିଅନ୍ତୁ ନାହିଁ। ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ କୌଣସି ବି ବ୍ୟାଙ୍କ ବା ଅନ୍ୟ ସଂସ୍ଥାମାନେ ନିଜର ଗ୍ରାହକଙ୍କୁ OTP, ପାସୱାର୍ଡ ଏବଂ ପିନ୍ ନମ୍ବର ପଚାରନ୍ତି ନାହିଁ। ଭିଡ଼ିଓଟି ଭଲ ଲାଗିଲେ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନିଅନ୍ତୁ।